ତ ଋତୁର ଜୀବନକୁ ଦେଖିଲେ ଋତୁ ହଉଛି ଗୋଟେ ମାୟାବୀ ସ୍ତ୍ରୀ ଯିଏକି ମାୟାବ ଦେଶରେ ଜନ୍ମ ହେଇଥିବା ସ୍ତ୍ରୀ ଆଉ ମାୟାବ ଦେଶର ଲୋକ ସେ। କିନ୍ତୁ ନଈ ଦିନେ ବେଥଲେମ୍ ଛାଡିକି ମାୟାବକୁ ଗଲା। ଆଉ ଏ ନଈମର ଦିଟା ଛୁଆ ଅଛନ୍ତି, ଜଣେ ମହଲ ନା କିଲିଅନ। ଏ ଋତୁ କାହାର ସ୍ତ୍ରୀ ଥିବ ମତେ ଏକ୍ଜାକ୍ଟଲି ଜାଣିନି। କିନ୍ତୁ ଦିନେ ଋତୁ ପ୍ରକୃତରେ ନିଜର ସ୍ୱାମୀକୁ ପ୍ରକୃତରେ ହରାଇଲା। ତ ସ୍ୱାମୀକୁ ହରାଇଲା ପରେ ତ ଇଏ କେମିତି ଜୀବନ ବଞ୍ଚିବା ଦରକାର, ଅର୍ଫା ପରି ଜୀବନ ବଞ୍ଚିବା ଦରକାର। ଅର୍ଫା ଯେମିତି ନିଜ ଶାଶୁର କଥା ଶୁଣିକି ନିଜ ଯା ଘରକୁ ଫେରିକି ଗଲା, ଏ ଋତୁ ମଧ୍ୟ ସେମିତି ବଞ୍ଚିବା ଦରକାର। ହୁଁ। ଯଦି ଗୋଟେ ସ୍ତ୍ରୀର ସ୍ୱାମୀ ମରିଯାଉଛି, ସ୍ତ୍ରୀ ବ୍ୟବସ୍ଥାର ମୁକ୍ତ ଲେଖା ହେଇଛି ବାଇବଲରେ। ହୁଁ। ତା ମାନେ ସେ ସ୍ୱାମୀ ଦ୍ୱାରା କେବେ ବନ୍ଧା ଯିବ ନାହିଁ। ସ୍ତ୍ରୀ ପାଇଁ ସ୍ୱାମୀ ହଉଛନ୍ତି ବ୍ୟବସ୍ଥା ସ୍ୱରୂପ। ସେଥିପାଇଁ ସ୍ୱାମୀ ଥାଉ ଥାଉ ଗୋଟେ ସ୍ତ୍ରୀ ଅନ୍ୟ ପୁରୁଷ ସହିତ ସମ୍ପର୍କ ରଖିପାରିବ ନାହିଁ। ଯଦି ରଖୁଛି ସେଟା ହଉଛି ବହୁତ ବଡ ପାପ ବୋଲି ବାଇବଲ କହୁଛି। ସେଥିପାଇଁ କିନ୍ତୁ ଯଦି ସ୍ୱାମୀ ମରିଯାଏ, ସ୍ତ୍ରୀ ବ୍ୟବସ୍ଥାର ମୁକ୍ତ ବୋଲି ରୋମିଓ ପୁସ୍ତକ ବାଇବଲରେ ଲେଖା ହେଇଛି। ତ ସେଥିପାଇଁ ଏଇ ଜାଗାରେ ବର୍ତ୍ତମାନ ସ୍ୱାମୀ ମରିଗଲେ, ଋତୁର ସ୍ୱାମୀ ମରିଗଲେ। ଦିନେ ନଈମି ଆସିଲା, ଅର୍ଫା ଋତୁକୁ କହିଲା, ଦେଖ ମୁଁ ବୃଦ୍ଧା ହେଇଗଲିଣି, ଆଉ ମୁଁ ଆଉ ମୋଆବ ଦେଶରେ ବଞ୍ଚି ପାରିବି ନାହିଁ। ମତେ ବାଧ୍ୟ ମୋଆବକୁ ପ୍ରକୃତିରେ ଛାଡିବାକୁ ହବ। ଏ ମୋଆବକୁ ଛାଡିକି ମତେ ବେଥଲେମକୁ ଫେରିବାକୁ ହବ। ମୁଁ ଭାବୁନି ତମେ ମୋ ପଛରେ ଆସିଲେ ମୋ ସହିତ ଖୁସି ହେଇପାରିବ। ମୁଁ ଭାବୁନି ତମେ ମୋ ସହିତ ବଞ୍ଚିଲେ ତମେ ମୋ ସହିତ ପ୍ରକୃତିରେ ଆନନ୍ଦରେ ବଞ୍ଚି ପାରିବ। ସେଥିପାଇଁ ମୁଁ ଆଶା କରେ ଆଉ ଚାହୁଁଛି ତମେ ନିଜ ନିଜ ଘରକୁ ପ୍ରକୃତିରେ ଫେରିଯାଅ। ଏ ପ୍ରକାର ଭାବରେ ଋତ ସହିତ ଅର୍ଫା ସହିତ ନଈମି ପ୍ରକୃତିରେ କଥା ହେଲା। ସେ ସମୟରେ ଅର୍ଫାର ହୃଦୟ ଯଦି ଦେଖିବା କହିଲେ, ଅର୍ଫା ଏଟା ଶୁଣିକି ବହୁତ ଖୁସି ଥିବ। କାହିଁକି ଖୁସି ଥିବ? କାରଣ ସେ ଜାଣିଲା ନିଶ୍ଚିତ ଭାବରେ ମତେ ଘରକୁ ଯିବାର ଅଛି, ନୂଆ ସ୍ୱାମୀକୁ ଗ୍ରହଣ କରିକି ବଞ୍ଚିବାର ଅଛି, ମୋର ଲାଇଫ ମତେ ସେଟଲ କରିବାର ଅଛି। ହଁ ସତରେ ନଈମି ଯାହା କହୁଛନ୍ତି, ହଁ ମୁଁ ମୋ ଘରକୁ ମୋ ଯାହା ଘରକୁ ଗଲେ ମୁଁ ଖୁସି ହେଇ ବଞ୍ଚିବି। ଏ ପ୍ରକାର ନିଷ୍ପତ୍ତି ନେଇକି ଅରଫା ଦିନେ ଶାଶୁକୁ ପ୍ରକୃତିରେ ଧରିଲା, ଆଲିଙ୍ଗନ କଲା, ଚୁମ୍ବନ କଲା, ପଳେଇଲା ଲେଖା ହେଇଛି। କିନ୍ତୁ ଋତୁର ଜୀବନକୁ ଦେଖିଲେ ଋତୁ ଆଉ ଅରଫା ପରି ଜୀବନ ବଞ୍ଚି ପାରୁନାହାନ୍ତି। ତ ତାର ଅର୍ଥ କଣ? ଇଏ ମାୟାବ ଦେଶରେ ନଈମି ତଳେ 10 ବର୍ଷ କାଳ ବଞ୍ଚିଲା ଭିତରେ ଇଏ ନଈମିର ଜୀବନରେ ଅନେକ ଗୁଡେ ବିଷୟକୁ ଶିଖିଛନ୍ତି। ତାମାନେ ପରମେଶ୍ୱର ନଈମିର ଜୀବନରେ କେମିତି କାମ କରିଛନ୍ତି, ଏ ଋତୁ ବେଶୀ ଭଲସେ ଜାଣିଛି। ଆଉ ଋତୁ ଏତିକି ବୋଧେ ଗୋଟେ ଜାଣିଛି ଯେ ମୁଁ ନଈମି ବିନା ବେଥଲିମରେ କେବେ ପଶି ପାରିବି ନାହିଁ। ମୁଁ ହଉଛି ବିଜାତିୟ ସ୍ତ୍ରୀ। ବେଥଲିମ ହଉଛି ରୁଟିର ଘର, ଈଶ୍ୱରଙ୍କର ଜାଗା ସେଟା। ବେଥଲିମରେ ଯୀଶୁ ଆସିବେ, ପ୍ରତିଜ୍ଞାର ଏ ଜାଗା ସେଟା। ତ ମୁଁ ନିଜେ କେବେ ପଶି ପାରିବି ନାହିଁ। ବିଜାତୀୟ ଲୋକମାନଙ୍କର କୌଣସି ସମ୍ପର୍କ ସେଠି ନାହିଁ। ମୋର ଗୋଟେ ଆକା ରାସ୍ତା, ନଈମି ପଛରେ ଗଲେ ବେଥଲିମକୁ ପ୍ରବେଶ କରିପାରିବି। ସେଥିପାଇଁ ଇଏ 10 ବର୍ଷ ଖାଲି ରହିଲା, କଷ୍ଟ ଖାଲି ପାଇଲା। ତାର ସ୍ୱାମୀକୁ ହରାଇଲା ପରେ ଇଏ ଖାଲି ସେତିକିରେ ଧରା ଯାଇନାହିଁ। କିନ୍ତୁ ସେ ଗୋଟେ ବିଷୟକୁ ଆବିଷ୍କାର କରିଛି ନିଜର ଜୀବନ ବିଷୟରେ। ଆଉ କଣ କଲେ ସେ ଖୁସିରେ ଜୀବନ ସାରା ବଞ୍ଚି ପାରିବ, ସେ ବିଷୟକୁ ସେ ଭଲ ସେ ଶିଖିଛି। ସେଥିପାଇଁ ସେ କଣ ଚିନ୍ତା କଲା, ନାଇଁ ନାଇଁ ଶାଶୁ ମା ମତେ ଆଉ ତମେ ଯିବା ପାଇଁ ବାଧ୍ୟ କର ନାହିଁ। ହଁ ମୋର ଆଁ ହଁ ଅର୍ଫ ପ୍ରକୃତରେ ଫେରିଗଲା, ଭଲ କଥା ସେଟା। କିନ୍ତୁ ମୁଁ ତମ ସହିତ 10 ବର୍ଷ କାଳ ବଞ୍ଚିଲା ଭିତରେ ମୁଁ ବେଶୀ ଭଲସେ ଜାଣିଛି ପରମେଶ୍ୱର ଆପଣଙ୍କ ଜୀବନରେ କେମିତି କାମ କରିଛନ୍ତି। ଆପଣ ଯେତେବେଳେ ଏ ଜାଗାକୁ ଆସିଥିଲେ ପରିପୂର୍ଣ୍ଣ ହେଇକି ଆସିଥିଲେ, ସବୁ କିଛି ଥିଲା, କିନ୍ତୁ ବର୍ତ୍ତମାନ ଆପଣଙ୍କ ଜୀବନରେ କିଛି ନାହିଁ। ହଁ ଏହାର ଅର୍ଥ ନୁହେଁ କି ପ୍ରଭୁ ଆପଣଙ୍କୁ ଘୃଣା କରୁଛନ୍ତି। ମୁଁ ଜାଣିଛି ପରମେଶ୍ୱର ବର୍ତ୍ତମାନ ମଧ୍ୟ ଆପଣଙ୍କ ଜୀବନରେ କାମ କରୁଛନ୍ତି। ପ୍ରଭୁଙ୍କର ଇଚ୍ଛା ଆପଣ ବେଥଲେମକୁ ପ୍ରକୃତିରେ ଫେରି ଯାଆନ୍ତୁ। ହଁ ସତରେ ଏଇଟା ହଉଛି ପ୍ରଭୁଙ୍କର ଇଚ୍ଛା। ତ ମୁଁ କାହିଁକି ମୋ ଘରକୁ ଯିବି? ମୁଁ କାହିଁକି ମୋ ଘରକୁ ପ୍ରକୃତିରେ ଫେରିବି? ମୁଁ ଜାଣିଛି ମୁଁ ହଉଛି ବିଜାତୀୟ ଲୋକ, ମୁଁ କେବେ ମଧ୍ୟ ବେଥଲେମରେ ପଶି ପାରିବି ନାହିଁ। ଶାଶୁମା ମୁଁ ତମ ସହିତ ଆସିଲେ ଆକା ପଶିପାରିବି। ସେଥିପାଇଁ ମତେ ସୁଯୋଗ ଦିଅ, ମତେ ବାଧ୍ୟ କରନି ମୁଁ ଯେମିତି ଘରକୁ ଫେରିବି। ତମର ଲୋକ ମୋର ଲୋକ, ତମର ପ୍ରଭୁ ମୋର ପ୍ରଭୁ। ତମେ ଯୋଉ ଜାଗାରେ ରହିବ ମୁଁ ସେ ଜାଗାରେ ରହିବି। ତମେ ଯେମିତି ବଞ୍ଚିବ ମୁଁ ସେମିତି ବଞ୍ଚିବି। ମତେ ଆଉ ଆପଣଙ୍କ ଭିତରେ ମୃତ୍ୟୁ ଛଡା କିଏ ଅଲଗା କରିପାରିବ ନାହିଁ। ଏ ଋତୁ କାହିଁକି ପ୍ରକୃତିରେ ଏମିତି ନିଷ୍ପତ୍ତି ନଉଛି? ଏ ଋତୁର ଜୀବନରେ କାହିଁକି ନୈମିକ ପ୍ରକୃତିରେ ବାଛୁଛି? ଇଏ ଭଲ ସେ ଜାଣିଛି ଆଁ ଋତୁର ବଂଶରେ ଯୀଶୁଙ୍କର ବଂଶାବଳୀ ଅଛି। ଋତୁର ବଂଶରେ ପରମେଶ୍ୱର କାମ କରୁଛନ୍ତି। ହଁ ଇଏ ନିଜର ଚିନ୍ତାକୁ ଗ୍ରହଣ କରିକି ମାୟାକୁ ଆସିଲା। କିନ୍ତୁ ମାୟାକୁ ଯେତେବେଳେ ଫେରିକି ଗଲା ଋତ ନାଇକି ଗୋଟେ ସାଇଡରେ ନିଜର ସ୍ୱାମୀକୁ ହରେଇଲା, ନିଜର ଦିଟା ଛୁଆକୁ ହରେଇଲା। କିନ୍ତୁ ଅନ୍ୟ ସାଇଡରେ କାହାକୁ ପ୍ରକୃତିରେ ଲାଭ କରିଛି ଜାଣିଛନ୍ତି? ଋତୁକୁ ଲାଭ କରିଛି।
ସେଥିପାଇଁ ଋତୁ ଯେତେବେଳେ କହିଲା ତାକୁ, ନାଇଁ ମୁଁ ଯିବି ନାହିଁ, ମତେ ବାଧ୍ୟ କରୁ ନାହିଁ। ଆଁ, ଶାଶୁ ମା ତାକୁ ଆହୁରି କହିଲେ, ଦେଖ ଏବେ ତମେ ମୋ ସହିତ ଆସିବା ପାଇଁ ଚାହୁଁଛ, ତମେ ବସି କମ ବୟସର ଲୋକ, ଆଁ, ନିହାତି ତୁମେ ବାହା ହେଇକି ବଞ୍ଚିବାର ଅଛି, ଅନ୍ୟ ସ୍ୱାମୀକୁ ଗ୍ରହଣ କରିକି ବଞ୍ଚିବାର ଅଛି। ତମେ ଯଦି ମୋ ସହିତ ଆସିବ ମତେ ଆଶା କରିକି, ଯଦି ମୁଁ ପୁନର୍ବାର ବାହା ବି ହୁଏ, ତମେ କଣ ସେତିକି ବୟସ ହେବା ପର୍ଯ୍ୟନ୍ତ ସେ ପୁରୁଷକୁ ଅପେକ୍ଷା କରିବ କି? ସେତିକି ପର୍ଯ୍ୟନ୍ତ ତମେ ମୋ ସହିତ ଖୁସି ହେଇପାରିବ? ଇଏ ସେ ପ୍ରକାର ବିଷୟ ମତେ ପ୍ରକୃତରେ କହୁଛି ଋତୁ। କିନ୍ତୁ ଋତୁ କଣ କହିଲେ, ନାଇଁ ମାଇଁ ମତେ ଆଉ ଯିବା ପାଇଁ ବାଧ୍ୟ କରୁନାହିଁ। ଉଁ, ମତେ ଆଉ ଯିବା ପାଇଁ ମାନେ ବାଧ୍ୟ କରୁନାହିଁ। ଉଁ, 16 ପଦରେ ଋତୁ କହୁଛି। ଋତୁ କହିଲା, ତୁମକୁ ତ୍ୟାଗ କରି ତୁମର ପଶ୍ଚାତ ଗମନ କରିବାକୁ ଫେରିଯିବାକୁ ମତେ ବିନୟ ନ କର। ଯେହେତୁ ତୁମେ ଯେଉଁଠାକୁ ଯିବ ମୁଁ ମଧ୍ୟ ସେଇଟାକୁ ଯିବି। ତୁମେ ଯେଉଁଠାରେ ରହିବ ମୁଁ ମଧ୍ୟ ସେଇଠାରେ ରହିବି। ତୁମର ଲୋକ ହିଁ ମୋହର ଲୋକ ହିଁ, ଓ ତୁମର ପରମେଶ୍ୱର ମୋହର ପରମେଶ୍ୱର ହେବେ। ତୁମେ ଯେଉଁଠାରେ ମରିବ ମୁଁ ମଧ୍ୟ ସେଇଠାରେ ମରିବି, ସେଇଠାରେ ମୋର କବର ହେବି। କେବଳ ମୃତ୍ୟୁ ଛଡା ଆଉ କିଛି ହିଁ ଯେବେ ତୁମକୁ ଓ ମତେ ବିଚ୍ଛେଦ କରଇ, ତେବେ ସଦାକୁ ସେଇ ଦଣ୍ଡ ମଧ୍ୟ ତହିଁର ଅଧିକ ମତେ ଦିଅନ୍ତୁ। ଇଏ କାହିଁକି ଏମିତି ନିଷ୍ପତ୍ତି ନେଉଛି? ଏ 16 ପଦ 17 ପଦ ବାକ୍ୟ, ଏଟା ଭୟଙ୍କର ବାକ୍ୟ ଏଟା। ଏମିତି କିଏ ନିଷ୍ପତ୍ତି ନେବ, ମୁଁ ମଲେ ମରବି, ଆଗକୁ ବଢିବି? ଏଁ? ଏମିତି କିଏ ପ୍ରକୃତରେ ନିଷ୍ପତ୍ତି ନେବ? ଯୋଉ ଲୋକ ଏଁ, ନିଜକୁ ଫିଙ୍ଗିଥିବା ଲୋକ ଆଗ, ଯେ ସତରେ ପ୍ରଭୁଙ୍କୁ ବିଶ୍ୱାସ ଯଦି କରୁଥିବ, ସେ ହିଁ ସେମିତି ବି ନିଷ୍ପତ୍ତି ନେଇପାରିବ। ଏ ଋତୁର ଜୀବନକୁ ଏ ଜାଗାରେ ଦେଖିବାକୁ ହେଲେ, ଇଏ ଭିନ୍ନ ପ୍ରକାର ନିଷ୍ପତ୍ତି ନେଉଛି। ଏଁ, ତା ମାନେ ଇଏ ନିଜକୁ ସମ୍ପୂର୍ଣ୍ଣ କାଢି ଦେଇଛି, ଜଗତର ଆଶା ପ୍ରକୃତିରେ ହରେଇଛି। ନିଶ୍ଚିତ ଭାବରେ ଜାଣିଛି ମାୟାବୀ ଲୋକମାନଙ୍କୁ ବହୁ ଉପକାର ଦଣ୍ଡ ଦେବେ, ଇଏ ବେଶୀ ଭଲସେ ଜାଣିଛି। କିନ୍ତୁ ନଈମ ହଉଛି ବେଥଲିମର ଲୋକ, ମାୟାକୁ ଆସିକି ବଞ୍ଚିଲା। ମାୟା ହଉଛି ବିଜାତୀୟ ଦେଶ। କିନ୍ତୁ ପ୍ରଭୁ ତାର ଲାଇଫରେ କେମିତି କାମ କରିଛନ୍ତି ଇଏ ଭଲ ସେ ଜାଣିଛି। ସେଥିପାଇଁ ଇଏ ଚାହୁଁନି ମାୟାବ ଦେଶରେ ଆଉ ଥରେ ଜୀବନ ବଞ୍ଚିବା ପାଇଁ। ହଁ, ତାର ମାୟାବ ଦେଶରେ ଗୋଟେ ବିଷୟକୁ ଦେଖିଲା, ତାର ସ୍ୱାମୀ ମରିଯିବାର କାରଣ ହଉଛି ନିଜର ମୃତ୍ୟୁକୁ ସେ ଦେଖିଛି। ହଁ, ମୁଁ ଯଦି ଏ ମାୟାବ ଦେଶରେ ଏ ପ୍ରକାର ଭାବରେ ଜୀବନ ଯାପନ କରେ, ନିଶ୍ଚିତ ଭାବରେ ମୋର ସ୍ୱାମୀ ଯେମିତି ମରିଗଲେ ମୁଁ ବି ସେମିତି ମରିବି। କିନ୍ତୁ ମୁଁ ଯଦି ନୟମୀ ପଛରେ ଯଦି ଯିବି, ମୁଁ ମରଣ ଜାଗାରେ ଜୀବନ ପାଇବି। ସେଥିପାଇଁ ଇଏ କଣ କହୁଛି, ନାଇଁ ନାଇଁ ଶାଶୁ ମା ମତେ ଯିବା ପାଇଁ ବାଧ୍ୟ କରୁନାହିଁ। ଆଁ, ତମର ପଶ୍ଚାଦଗମନ କରିକି ଯିବା ପାଇଁ ମତେ ବିନୟ ନ କର ବୋଲି କହୁଛି। ତୁମେ ଯୁଆଡେ ଯିବ ମୁଁ ସିଆଡେ ଯିବି, ତୁମେ ଯୋଉଠାରେ ରହିବ ମୁଁ ସେଇଠି ରହିବି। ସେଇଠାରେ ମୋର କବର ହେବ। ତମର ଲୋକ ମୋର ଲୋକ, ତମର ପ୍ରଭୁ ମୋର ପ୍ରଭୁ। ଆଁ, ତମେ ଯୋଉଠି ମରବ ମୁଁ ସେଠି ମରବି, ସେ ଜାଗାରେ ମୋର କବର ହେବ। କେବଳ ମୃତ୍ୟୁ ଛଡା ଆଉ କିଛି ମତେ ଅଲଗା କରିପାରିବନି। ଯଦି କିଛି ଅଲଗା ମତେ କି କରନ୍ତି, ତେବେ ପରମେଶ୍ୱର ମଧ୍ୟ ମତେ ଅଧିକ ଦଣ୍ଡ ଦିଅନ୍ତୁ କହୁଛି। ତମେ ସେତିକି ପର୍ଯ୍ୟନ୍ତ ଯାଉଛି। ଆଁ, ମାନେ ମରଣ ପର୍ଯ୍ୟନ୍ତ ଯାଉଛି। ଶାଶୁ ନଇମି ଦେଖିଥିବେ, ଆରେ ଋତୁ କାହିଁକି ଏତେ ଅଟଳ, କାହିଁକି ଏତେ ଜିଦି, କାହିଁକି ଋତୁ ପ୍ରକୃତିରେ ଶୁଣୁନାହିଁ? ଆଁ, ବାଇକ ଭାବରେ ଋତୁ କାହାର କଥା ଶୁଣିବା ଦରକାର ଜାଣିଛନ୍ତି? ନଇମିର କଥା ଶୁଣିବା ଦରକାର, ଯିବା ଦରକାର। ଗୋଟେ ବହୁ ପିଲା ନିଜ ଶାଶୁର କଥା ଶୁଣିବା ଦରକାର, ଯେତେ ଯାହା କହିଲେ ମଧ୍ୟ ଶୁଣିବା ଦରକାର। କିନ୍ତୁ ଏ ଋତୁର ଜୀବନକୁ ଦେଖିଲେ, ଇଏ କେବେ ତାର ଶାଶୁ ମାର କଥା ଶୁଣୁନାହିଁ। ଆଁ, ଏ ଜିଦିରେ କଣ କହୁଛି, ନାଇଁ ମୁଁ ତମ ସହିତ ଏକା ଯିବି କହୁଛି। ତମ ସହିତ ଯିବି, ତମ ସହିତ ରହିବି, ତମେ ଯୋଉ ଜାଗାରେ ରହିବ ସେଠି ରହିବି। ତମର ଲୋକ ମୋର ଲୋକ, ତମର ପ୍ରଭୁ ମୋର ପ୍ରଭୁ। ତମକୁ ଆଉ ମତେ ମୃତ୍ୟୁ ଛଡା କିଏ ଅଲଗା କରିପାରିବନି। ଇଏ ଏମିତିକା ନିଷ୍ପତ୍ତି ନେଉଛି। ସେଥିପାଇଁ 18 ପଦ ଲେଖା ହେଇଛି, ଏହି ରୂପେ ତାଙ୍କ ସହିତ ଯିବା ପାଇଁ ଋତୁ ଦୃଢ ମନସ୍କ ଅଟେ। ଏହା ଦେଖି ସେ ତାହାଙ୍କୁ କଥା କହିବାକୁ କ୍ଷମ ହେଲା। ପରେ କିଏ ହାରିଗଲା? ନଇମି ହାରିଗଲା, ଆଉ ୟାକୁ କିଛି କହିକି ଲାଭ ନାହିଁ। ଠିକ ଅଛି, ଆଇବାର ଅଛି ହେଲେ ଆସେ, ତୋର ବ୍ୟାଗ ପ୍ୟାକିଂ କରେ ବୋଲି କହିଥିବୁ। 19 ପଦ ଦେଖିଲେ, ଏଣୁ ସେ ଦୁଇ ଜଣ ଯାଉ ଯାଉ ବେଥଲିମରେ ଉପସ୍ଥିତ ହେଲେ। ପୁଣି ଯେତେବେଳେ ସେମାନେ ବେଥଲିମରେ ଉପସ୍ଥିତ ହେଲେ, ସେତେବେଳେ ସେମାନଙ୍କ ବିଷୟରେ ନଗର ଯାକ ଜନରବ ହୁଅନ୍ତେ ସ୍ତ୍ରୀ ଲୋକମାନେ କହିଲେ, ଏ କି ନୟମୀ? ତେଣୁ ସେ ସେମାନଙ୍କୁ କହିଲା, ମୋତେ ନୟମୀ ମଧୁର ବୋଲି ନ ଡାକ, ପୁଣି ମାରା ତିକ୍ତ ବୋଲି ଡାକ, ଯେହେତୁ ସର୍ବଶକ୍ତିମାନ ମୋ ପ୍ରତି ଅତି ତିକ୍ତ ବ୍ୟବହାର କରିଆସନ୍ତି। ତ ଇଏ ବର୍ତ୍ତମାନ କଣ କହୁଛି? ଲୋକ ଯେତେବେଳେ କହିଲେ, ଆରେ ନଇମି ଫେରିଲା, ନଇମି କି ନାହିଁ, ଇଏ ନଇମି ନା କିଏ? ଲୋକ କଥା ହେଇଥିବେ, ଏ କେତେ ବର୍ଷ ପରେ ଫେରୁଛି? 10 ବର୍ଷ ପରେ ଫେରୁଛି। 10 ବର୍ଷ ପରେ ଫେରୁଛି ମାନେ 10 ବର୍ଷ ଭିତରେ ଯେତେ ଲୋକ ଜନ୍ମ ହେଇଥିବେ, ସେମାନେ ଜାଣିବା ଏକା ନଥିବେ ଇଏ କିଏ ବୋଲି। କିନ୍ତୁ ବେଥଲିମରେ ନଇମି ପାଇଁ ଜାଗା ଅଛି, ନଇମିର ଜାଗା ଅଛି। ଇଏ ଫେରିଲାକୁ ଲୋକ କଥା ହେଲେ, ଇଏ କଣ ନଇମି କି? ଆମେ ଖାଲି କଥା ଶୁଣିଥିଲୁ ନଇମି ବିଷୟରେ। ଇଏ ଦିନେ ବେଥଲିମକୁ ଛାଡିକି ମାୟାକୁ ଆସିଥିଲା। ଲୋକ କଥା ହେଇଥିବେ, ଆରେ ନଇମି ଫେରିଲା, ନଇମି ଫେରିଲା। କିନ୍ତୁ ଇଏ କଣ କହିଲେ?
ମତେ ନଇମି ଆଉ ମଧୁର ବୋଲି ଡାକ ନାହିଁ, ମାରା ତିକ୍ତ ବୋଲି ଡାକ। ସର୍ବଶକ୍ତିମାନ ମତେ ଅତି ତିକ୍ତ ବ୍ୟବହାର କରିଅଛନ୍ତି। ମୁଁ ପରିପୂର୍ଣ୍ଣ ହେଇକି ଯାତ୍ରା କରିଥିଲି, ମାତ୍ର ସଦାକୁ ମତେ ଶୂନ୍ୟ କରି ଫେରାଇ ଆଣି ଅଛନ୍ତି। ଇଏ କଣ କହୁଛି? ବର୍ତ୍ତମାନ ଇଏ କୋଉ ପ୍ରକାର ତାର ପାଟିରେ ବାହାରିକି ଆସୁଛି? ସର୍ବଶକ୍ତିମାନ ସଦାକୁ ମତେ ଶୂନ୍ୟ କରି ଅଛନ୍ତି କହୁଛି। ମାନେ କେତେବେଳେ ନଈମିର ପାଟିରେ ପ୍ରଭୁଙ୍କର ୱାର୍ଡ ବାହାରିଲା? ଯେତେବେଳେ ନଈମି ଖାଲି ହେଲା, ଯେତେବେଳେ ପ୍ରଭୁ ନଈମିକୁ ଖାଲି କଲେ। ସେଥିପାଇଁ ସେ ସମୟରେ ଇଏ ପ୍ରଭୁଙ୍କୁ ସ୍ୱୀକାର କରିପାରିଲେ। ସତରେ ଇଏ ବେଥଲେମକୁ ଛାଡିବା ପୂର୍ବରୁ ମାୟାକୁ ଯେତେବେଳେ ଗଲା, ଏ ବେଥଲେମରେ ଯଦି ପ୍ରଭୁଙ୍କୁ ଏ ପ୍ରକାର ସ୍ୱୀକାର କରିକି ବଞ୍ଚିଥାନ୍ତା, ତ ନଈମିର ଜୀବନ କେତେ ଆଶୀର୍ବାଦପୂର୍ଣ୍ଣ ଜୀବନ ହେଇନଥାନ୍ତା। କିନ୍ତୁ ଗୋଟେ ସାଇଡ୍ ଦେଖିଲେ ନୋଏମି ମାୟାକୁ ଯିବାଟା ମୋର ଗୋଟେ ସାଇଡ୍ ବେଶୀ ଭଲ। କାହିଁକି? ଯଦି ନୋଏମି ମାୟାକୁ ଯାଇନଥାନ୍ତା, ଇଏ ଜଣେ ଲୋକ କେବେ ମୋତେ ବିଶ୍ୱାସ କରିନଥାନ୍ତା, କି ବିଶ୍ୱାସର ଲାଇଫ୍ ବଞ୍ଚି ନଥାନ୍ତା, କି ପରମେଶ୍ୱର ଅଛନ୍ତି ବୋଲି ମୋତେ କେବେ ବିଶ୍ୱାସ କରିନଥାନ୍ତା, ଆଉ ପରମେଶ୍ୱର କେବେ ମୋତେ ସ୍ୱୀକାର କରିନଥାନ୍ତା। ସେଥିପାଇଁ ନୋଏମି ପାଇଁ ଗୋଟେ ବିଷୟ ପ୍ଲସ୍ ପଏଣ୍ଟ କଣ? ମାୟାକୁ ଯିବାଟା ମଧ୍ୟ ନୋଏମି ପାଇଁ ବେଶୀ ଆଶୀର୍ବାଦ। ହଁ। ସେଥିପାଇଁ ଆମ ଲାଇଫରେ ମଧ୍ୟ ଗୋଟେ ସମସ୍ୟା ଥିବାଟା, ବେଳେବେଳେ ଆମେ କଣ କହୁଛୁ, ନାଇଁ ଏ ସମସ୍ୟା ମୋ ପାଇଁ ଅଭିଶପ୍ତ, ଏ ସମସ୍ୟା ପାଇଁ ମୁଁ ଆତ୍ମିକ ଜୀବନ ବଞ୍ଚି ପାରିବି ନାହିଁ, ଏ ସମସ୍ୟା ପାଇଁ ମୁଁ ଆଁ, ବିଶ୍ୱାସ ଜୀବନ ବଞ୍ଚି ପାରିବି ନାହିଁ, ଏ ସମସ୍ୟା ପାଇଁ ମୁଁ ପ୍ରଭୁତ୍ୱରେ ଆଗକୁ ବଢି ପାରିବି ନାହିଁ, ଏ କାରଣ ପାଇଁ ମୁଁ ପ୍ରଭୁତ୍ୱରେ ଗସ୍ପେଲ ପ୍ରଚାର କରିପାରିବି ନାହିଁ। ବେଳେବେଳେ ଆମେ ଏ ପ୍ରକାର ନିଷ୍ପତ୍ତି ନେଇଥାଉ, ବେଳେବେଳେ ଆମେ ଏ ପ୍ରକାର ଚିନ୍ତା କରିଥାଉ ଆମ ଲାଇଫରେ। କିନ୍ତୁ ଅନ୍ୟ ପକ୍ଷରେ ଯଦି ଦେଖିବାକୁ କହିଲେ, ପରମେଶ୍ୱର ସେଇଟା ବେଷ୍ଟ କହୁଛନ୍ତି। ହୁଁ। କଣ ବେଷ୍ଟ କହୁଛନ୍ତି? ତାମାନେ ଏଇଟା ହଉଛି ତୋ ପାଇଁ ବେଷ୍ଟ। ବର୍ତ୍ତମାନ ଏବେ ତୁ ଶକ୍ତିଯୁକ୍ତ ଭାବରେ ବଞ୍ଚି ପାରିବୁ। ସେଥିପାଇଁ ଏ ଜାଗାରେ ନଈମି କଣ କହିଲେ? ମୁଁ ପରିପୂର୍ଣ୍ଣ ହେଇକି ଯାତ୍ରା କରିଥିଲି, ମାତ୍ର ସଦାକୁ ମୋତେ ଶୂନ୍ୟ କରି ଫେରାଇ ଆଣି ଅଛନ୍ତି। ସଦାକୁ ଯେବେ ମୋ ପ୍ରତିକୂଳରେ ପ୍ରମାଣ ଦେଇ ଅଛନ୍ତି ଓ ସର୍ବଶକ୍ତିମାନ ଯେବେ ମୋତେ ଦୁଃଖ ଦେଇ ଅଛନ୍ତି, ତେବେ ମୋତେ ନଈମି ବୋଲି କାହିଁକି ଡାକୁଅଛ? ଇଏ କିଏ ଦୁଃଖ ଦେଲା ବୋଲି କହୁଛି? ପରମେଶ୍ୱର ବୋଲି କହୁଛି। ହୁଁ। ପରମେଶ୍ୱର ମୋତେ ଦୁଃଖ ଦେଲେ, ସେ ମୋତେ ଖାଲି କଲେ କହୁଛି। 22 ଲେଖା ହେଇଛି, ଏହି ରୂପେ ନଈମି ଓ ମୋଆବ ଦେଶର ଆଗତା ତାହାର ପୁତ୍ରବଧୂ ସେ ମୋଆବ ଦେଶରେ ଋତୁ ଫେରି ଆସିଲେ। ସେମାନେ ଯବ ଶସ୍ୟ ଛେଦନର ଆରମ୍ଭ ସମୟରେ ବେଥଲେମରେ ଉପସ୍ଥିତ ହେଲେ। ଗୋଟେ ସମୟ ଥିଲା ଦୁର୍ଭିକ୍ଷ ଚାଲିଲା ବେଳକୁ ବେଥଲେମକୁ ଛାଡିଥିଲା, କିନ୍ତୁ ଯେତେବେଳେ ଫେରିକି ଆସିଲା, କୋଉ ସମୟ ଅଛି? ଯବ ଶସ୍ୟ ଛେଦନର ଆରମ୍ଭର ସମୟ ଲେଖା ହେଇଛି। ମାନେ ଋତୁ ଫେରିଲା ବେଳକୁ ଦୁର୍ଭିକ୍ଷ ସମାପ୍ତ। ମାନେ ସେ ଜାଗାରେ ଖାଦ୍ୟ ପରିପୂର୍ଣ୍ଣ ହେଇକି ଅଛି। ସେଥିପାଇଁ ଋତୁ ପ୍ରଭୃତିରେ ଆସିଲା, ଇଏ ସିଧାସଳଖ ବୟାଜର କ୍ଷେତ୍ରରେ ଯାଇକି କାମ କଲା। ସକାଳ ସନ୍ଧ୍ୟା ପର୍ଯ୍ୟନ୍ତ ରାହା କଲା ଲେଖା ହେଇଛି। ସେଥିପାଇଁ ଋତୁକୁ ଯେତେବେଳେ ବୟାସ ଦିନେ ଦେଖିଲା, ବୟାସ ଦେଖିଲାକୁ ବୟାସକୁ ବହୁତ ଅଲଗା ଦେଖାଗଲା। ଆରେ ଏ ସୁନ୍ଦର ଲୋକ କିଏ? କୋଉ ଝିଅ ଏଇଟା? କୋଉ ଦେଶରୁ ଆସିଛି? ଯେତେବେଳେ ଅନ୍ୱେଷଣ କଲା, ଖୋଜିଲାରୁ ଜଣା ପଡିଲା, ନାଇଁ ଇଏ ମାୟାବୀ ସ୍ତ୍ରୀ, କିନ୍ତୁ ନଈମେଷ ପଛରେ ଆସିଛି। ତ ବୟାସ କଣ କରିଥିବେ? ଆରେ ୟା ସହିତ ବାହା ହେଲେ ହୁଅନ୍ତା। ଆଁ? ତ ଇୟାର ମାଲିକ କିଏ? ଏହାକୁ କିଏ ଯତ୍ନ କରୁଛି? ସେତେବେଳେ ଜଣା ପଡିଥିବ, ନାଇଁ ନୋଏମି। ସେତେବେଳେ ବୟାସ ପ୍ରଭୃତିରେ ଦାସମାନେ ପଠେଇଥିବେ, ଯାହା ପଚାର ଟିକେ, ସେ ମୋ ସହିତ ବାହା ହେଲେ କେମିତି ହବ? ତ ସେ ସମୟରେ ଋତ ବିଷୟରେ ନୋଏମି କେମିତି ଚିନ୍ତା କରୁଥିବ? ଏଇଟା କେଡ଼େ ବଡ଼ ଆଶୀର୍ବାଦ ଋତ ପାଇଁ। ଆଁ? ବୟାସ ନିଜେ ପଚାରୁଛନ୍ତି ଋତ ବିଷୟରେ, ମୁଁ କେମିତି ମନା କରିପାରିବି? ଆଁ? ଏ ସଦାବେଳେ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ରାହା କରୁଛି ବୟାଜର କ୍ଷେତ୍ରରେ, ସେ ବୟାଜ ବର୍ତ୍ତମାନ ଆସିକି ମୋତେ ପଚାରୁଛନ୍ତି, ମୁଁ କେମିତି ପ୍ରଭୁତ୍ୱରେ ମନା କରିପାରିବି? ଠିକ ଅଛି, ବାହାଘର ରେଡି କରିବା, ଅମୁକ ତାରିଖରେ ନେଗୋସିଏସନ କରିବା, ଅମୁକ ତାରିଖରେ ବାହାଘର ହବ। ଏ ପ୍ରକାର ଭାବରେ ବୟାଜ ଋତୁର ବାହାଘର ହେଇଥିବ। ବୟାଜ ଋତୁର ବାହାଘର ହେଲା ପରେ ଏମାନଙ୍କର ପ୍ରେମ ସମ୍ପର୍କ ବଢିଥିବ। ଗୋଟେ ସମୟ ଆସିଲା, ଏ ଋତୁ ଦ୍ୱାରା କିଏ ପ୍ରକୃତିରେ ଆସିଲା? ଅଭିତ ପ୍ରକୃତିରେ ଆସିଲା। ବେଶୀ ଆଶ୍ଚର୍ଯ୍ୟ। ଆଁ? କିନ୍ତୁ ଏଇଟା ହଉଛି, ଯଦି ଦେଖିବାକୁ କହିଲେ, ଏ ଋତୁ ପ୍ରକୃତିରେ ଯୀଶୁଙ୍କର ବଂଶାବଳୀରେ ଆସିଛି ନଥି ପୁସ୍ତକରେ। ବହୁତ ଆଶ୍ଚର୍ଯ୍ୟ ଏଇଟା। ଆଁ? ଦିନେ ଇଏ ବିଜାତୀୟ ସ୍ତ୍ରୀ ଥିଲା, ବିଜାତୀୟ ଲୋକ ଥିଲା। ଇଏ ନଈମର ଅନୁଗମନ କଲା ପରେ ଏ ଋତୁ ପ୍ରକୃତିରେ ବେଶୀ ଆଶୀର୍ବାଦପୂର୍ଣ୍ଣ ଜୀବନ ବଞ୍ଚୁଅଛି। ଆମର ଜୀବନ ମଧ୍ୟ ଦେଖିଲେ, ଆଁ, ଆମର ଆରମ୍ଭର ଜୀବନ ଯଦି ଆମେ ଦେଖିବାକୁ କହିଲେ, ଆମେ କେମିତି ଅଭିଶପ୍ତର ଜୀବନ, ପାପ କ୍ଷମା ନ ପାଇକି ଧାର୍ମିକ ନ ହେଇକି ଜୀବନ ଯାପନ କରୁଥିଲେ। କିନ୍ତୁ ପରମେଶ୍ୱର ଠିକ ସମୟରେ ଯୀଶୁ ଖ୍ରୀଷ୍ଟଙ୍କୁ ଆମ ପାଇଁ ପଠାଉଛନ୍ତି। ଯୀଶୁଙ୍କୁ ଆମ ପାଇଁ ପଠେଇକି ଯୀଶୁ ଆମର ସମସ୍ତ ପାପ ପ୍ରଭୁତ୍ୱରେ ନିଜ ଉପରେ ନେଉଛନ୍ତି, ଆଉ ସେ କ୍ରୁଶରେ ଚଢୁଛନ୍ତି। 3 ଦିନ ପରେ ପୁନରୁତ୍ଥିତ ହେଇକି ସେ ଆମ ସମସ୍ତଙ୍କୁ ଧାର୍ମିକ ଗଣନା କରୁଛନ୍ତି। ସେଥିପାଇଁ ଯିଏ କିଏ ବିଶ୍ୱାସ କରିବ ସେ ଲଜ୍ଜିତ ହବ ନାହିଁ ଲେଖା ହେଇଛି। ସେଥିପାଇଁ ଯିଏ ବି ବାକ୍ୟ ବିଶ୍ୱାସ କଲା ବିନା ମୂଲ୍ୟରେ ଧାର୍ମିକ ଗଣିତ ହଉଛି। ଏଇଟା କେଡ଼େ ଆଶୀର୍ବାଦ ଏଇଟା।
ସେଥିପାଇଁ ପରମେଶ୍ୱର ଆମମାନଙ୍କୁ କଣ କହିବା ପାଇଁ ଚାହାନ୍ତି? କେମିତି ପ୍ରକୃତିରେ କଢେଇକି ନଉଛନ୍ତି? ଉଁ, ପରମେଶ୍ୱର ସେ ଜାଗାରେ କହିବା ପାଇଁ ଚାହୁଁଛନ୍ତି, ଉଁ, ହଁ ତମେ ବିନା ମୂଲ୍ୟରେ ଧାର୍ମିକ ଗଣିତ ହେଇଛ, ବିନା ମୂଲ୍ୟରେ ପବିତ୍ର ହେଇଛ। ପରମେଶ୍ୱର ସେ ପ୍ରକାର ବିଷୟ କହିବା ପାଇଁ ଚାହୁଁଛନ୍ତି। ସତରେ ଯଦି ଆମେ ଦେଖିବା ରୋମିଓ ପୁସ୍ତକ 3 ପର୍ବର ବାକ୍ୟ 23 ପଦ 24 ପଦ ବାକ୍ୟକୁ ନେଇକି ବାଇବଲ କଣ କହୁଛି? 23 ପଦରେ ସମସ୍ତେ ପାପ କରିଅଛନ୍ତି, ପୁଣି ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି। ବାଇବଲକୁ ଦେଖିଲେ ସମସ୍ତେ ପାପ କରିଅଛନ୍ତି। 23 ପଦ ଅନୁସାରେ ଜଣେ ବି ଧାର୍ମିକ ନାହାନ୍ତି ଲେଖାଇଛି, ଜଣେ ବି ପବିତ୍ର ଲୋକ ନାହାନ୍ତି ଲେଖାଇଛି। କାରଣ ସମସ୍ତେ ପାପ କରିଅଛନ୍ତି ଲେଖାଇଛି, ପୁଣି ଈଶ୍ୱରଙ୍କ ଗୌରବ ରହିତ ହୋଇଅଛନ୍ତି। ତ ପାପ ଥାଇକି ଈଶ୍ୱରଙ୍କ ରାଜ୍ୟରେ ଜଣେ କେମିତି ପଶିପାରିବ? ଏଁ? ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି ମାନେ ସେମାନେ ଈଶ୍ୱରଙ୍କ ପାଖରେ ପହଞ୍ଚି ପାରୁନାହାନ୍ତି। ଏ ନୋଏମି ଏ ସରି ଋତ ଜାଣିଥିଲା ବେଶୀ ଭଲସେ, ନୋଏମି ବିନା ମୁଁ କେବେ ମଧ୍ୟ ବେଥଲେମରେ ପହଞ୍ଚି ପାରିବିନି। ନୋଏମି ବିନା ମୋର ଜୀବନ କେବେ ମଧ୍ୟ ମୋ ଆଶୀର୍ବାଦ ଜୀବନ ହେଇପାରିବ ନାହିଁ। ମୁଁ ଆଶୀର୍ବାଦ ପୂର୍ଣ୍ଣ ଜୀବନ ବଞ୍ଚି ପାରିବି ନାହିଁ। ଏ ଋତ ବେଶୀ ଭଲସେ ଜାଣିଥିଲେ। ସେଥିପାଇଁ ଇଏ କୋଉ ରାସ୍ତାରେ ଗଲା? ନୋଏମି ଯୋଉ ରାସ୍ତାରେ ଯାଉଛି, ନୋଏମି ଯୋଉ ରାସ୍ତାରେ ପ୍ରଭୁତ୍ୱରେ ଫେରୁଛି। କିନ୍ତୁ ନୋଏମି ଫେରିବାର ଅର୍ଥ କଣ ଜାଣିଛନ୍ତି? ଏ ନିଜର ସମସ୍ତ ଚିନ୍ତା, ନିଜର ସମସ୍ତ ଅଭିଳାଷ ଠାରୁ ଫେରିଲା। ନିଜର ଦୃଷ୍ଟିକୋଣ ରଖିକି ବଞ୍ଚୁଥିବା ଦୁନିଆର ପ୍ରକୃତିରେ ଫେରିଲା ସେ। ଯୋଉ ସମୟରେ ଋତ ପ୍ରକୃତିରେ ଫେରିଲା, ଋତ ସହିତ ସରି ହଁ ନୋଏମି ଯୋଉ ସମୟରେ ଫେରିଲା, ସେ ସମୟ ଋତ ନୋଏମି ସହିତ ଫେରୁଛି। ସେ ସମୟରେ ଋତୁ ବହୁତ ଆଶୀର୍ବାଦ ପାଉଛି। ସେଥିପାଇଁ ରୋମୀ ପୁସ୍ତକ 3 ପର୍ବର ବାକ୍ୟ ଯେତେବେଳେ ଆମେ ଦେଖୁଛୁ, ହଁ 23 ପଦ ବାକ୍ୟ ଅନୁସାରେ ସମସ୍ତେ ଲୋକ ପାପୀ, ଜଣଙ୍କ ପାଖରେ ମଧ୍ୟ ଧାର୍ମିକତାର ଜୀବନ ନାହିଁ। ଜଣେ ବି ଧାର୍ମିକ ନାହାନ୍ତି। ଉଁ, ବାଇବଲ ଲେଖିଛି ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ ଲେଖାଯାଇଛି। ରୋମୀୟ 3:10 ଧାର୍ମିକ କେହି ନାହିଁ, ଜଣେ ସୁଦ୍ଧା ନାହିଁ ଲେଖା। ହଁ ବାକ୍ୟ କଣ ପାଇଁ କହୁଛି? ଯେ ବାକ୍ୟରେ ପ୍ରଭୁ କହିଛନ୍ତି ଧାର୍ମିକ କିଏ ନାହିଁ। ଏତେ ଲୋକମାନଙ୍କର ଜୀବନ ଗୋଟେ 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 କରିକି ପ୍ରଭୁ ଦେଖିଛନ୍ତି। ଲୋକ କେମିତି ପ୍ରଭୁଙ୍କୁ ଫିଙ୍ଗିଛନ୍ତି, ଲୋକ ଯେମିତି ନିଜକୁ କେନ୍ଦ୍ର କରିକି ବଞ୍ଚୁଛନ୍ତି। ଆଁ? ଲୋକଙ୍କ ପାଖରେ କେମିତି ବାକ୍ୟ କରିଛନ୍ତି ଲୋକମାନଙ୍କ ବିଷୟରେ। ସେଥିପାଇଁ ପରମେଶ୍ୱର ମଣିଷକୁ ସୃଷ୍ଟି କଲା ପରେ ଆଦି ପୁସ୍ତକରେ 6 ପର୍ବରେ ଶୋକ କଲେ ଲେଖାଇଛି। ପ୍ରଭୁ କାହିଁକି କଷ୍ଟ ଲାଗିଲା ପ୍ରଭୁଙ୍କୁ? ଲୋକଙ୍କୁ ଦେଖିକି ପରମେଶ୍ୱର କାହିଁକି ଖୁସି ହେଇପାରିଲେ ନାହିଁ? ଯେହେତୁ ଜଣେ ବି ଲୋକ ନଥିଲେ ପ୍ରଭୁଙ୍କୁ ସ୍ୱୀକାର କରିକି ବଞ୍ଚି ପାରିବା ଲୋକ। ସେଥିପାଇଁ 23 ପଦ ବାକ୍ୟକୁ ଦେଖିଲେ ପ୍ରଭୁ ସେ ସମୟରେ ଲୋକଙ୍କୁ ସବୁ କଣ କହୁଛନ୍ତି? ସମସ୍ତେ ପାପ କରିଆସନ୍ତି କହୁଛନ୍ତି। ସମସ୍ତେ ପାପ କରିଆସନ୍ତି, ପୁଣି ଈଶ୍ୱରଙ୍କର ଗୌରବ ରହିତ ହୋଇଅଛନ୍ତି। ପ୍ରଭୁ ଏମାନଙ୍କୁ ଦେଖିଲେ କେବେ ବି କ୍ଷମା ଦେଇପାରନ୍ତି ନାହିଁ। ଯଦି ପ୍ରଭୁ ଲୋକମାନଙ୍କର ଜୀବନ ଦେଖିକି ଯଦି ଲୋକଙ୍କୁ ଅନୁଗ୍ରହ ଦେଇଥାନ୍ତେ, ଲୋକ କେବେ ଅନୁଗ୍ରହ ପାଇନଥାନ୍ତେ। ସେଥିପାଇଁ ପରମେଶ୍ୱର କେମିତି କରୁଛନ୍ତି? ନାଇଁ ଏମାନଙ୍କୁ ଦେଖିବା ପରିବର୍ତ୍ତେ ଉଁ, ଏମାନଙ୍କୁ ନ ଦେଖିକି ଏମାନଙ୍କ ପାଇଁ କାମ କରିବାଟା ହଉଛି ବେଶୀ ଭଲ। ସେଥିପାଇଁ 24 ପଦ ଯେତେବେଳେ ଆସିଲା, 24 ପଦରେ ପରମେଶ୍ୱର କଣ ବୋଲି ଡିକ୍ଲେୟାର କରୁଛନ୍ତି? ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଖ୍ରୀଷ୍ଟ ଯୀଶୁଙ୍କ ଠାରେ ଯେ ମୁକ୍ତି ଅଛି ତୋ ଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ବାଇବଲରେ ଏ 24 ପଦ ବାକ୍ୟ ହଉଛି ଗୋଟେ ବାକ୍ୟ, ଯୋଉ ଏ ବାକ୍ୟ ଜଣଙ୍କ ଜୀବନରେ ଯଦି ପ୍ରବେଶ କରୁଛି, ଏ ଗୋଟେ ବାକ୍ୟ ଯଦି ଜଣେ ଲୋକ ବିଶ୍ୱାସ କରୁଛି, ସେ ବିନା ମୂଲ୍ୟରେ ଧାର୍ମିକ ଗଣିତ ହଉଛି ଲେଖାଯାଇଛି। ସେଥିପାଇଁ ପୁଣି ସେମାନେ ଲେଖାଇଛି କୋଉମାନେ? ଏ 23 ପଦର ଲୋକମାନେ, ଅଧାର୍ମିକ ମାନେ, ପାପରେ ପରିପୂର୍ଣ୍ଣ ଜୀବନ ଯାପନ କରୁଥିବା ଲୋକମାନେ। ସେମାନେ ଲେଖାଇଛି, ସେମାନେ ମାନେ ଏ 23 ପଦ ସବୁ ଲୋକମାନେ, ମାନେ ସାରା ଜଗତର ଲୋକମାନଙ୍କୁ ଏ 23 ପଦ ବୁଝଉଛି। ଏ ସାରା ଜଗତର ଲୋକମାନଙ୍କୁ ଏ 24 ପଦ ମଧ୍ୟ ବୁଝଉଛି। ସେଥିପାଇଁ ଏଇ ଜାଗା ଲେଖାଯାଇଛି ପୁଣି ସେମାନେ ବିନା ମୂଲ୍ୟରେ ତାହାଙ୍କ ଅନୁଗ୍ରହରେ ଯୀଶୁଙ୍କଠାରେ ଯେ ମୁକ୍ତି ଅଛି ତୋ ଦ୍ୱାରା ଧାର୍ମିକ ଗଣିତ ହୁଅନ୍ତି। ଲୋକ କେମିତି ଧାର୍ମିକ ହେବେ? କର୍ମ କରିକିନା, ବିନା କର୍ମରେ, ବିନା କର୍ମରେ ଲେଖା ହେଇଛି, ବିନା ମୂଲ୍ୟରେ ଲେଖା ହେଇଛି।